ଅବପାତ ରୂପ ନେଲା ଲଘୁଚାପ। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ 7 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ଦୁର୍ବଳ ହେଲା ବଙ୍ଗୋପସାଗରରେ ସୃଷ୍ଟି ଅବପାତ ସଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଏହା ସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ସକ୍ରିୟ ରହିଛି। ଆଗାମୀ 4 ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଆଜି 7 ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ ଓ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାର ପ୍ରଭାବରେ କେତେକ ଅଞ୍ଚଳରେ ଫ୍ଲାସ୍ ଫ୍ଲଡ୍ ଭଳି ସ୍ଥିତି ଉପୁଜିପାରେ। ତଳିଆ ଅଞ୍ଚଳରେ ପାଣି ଜମିବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଉଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ସେହିପରି ପ୍ରବଳ ବର୍ଷା ପାଇଁ 9 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି। ଆସନ୍ତାକାଲି 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅବପାତ ମୌସୁମୀ ସକ୍ରିୟ ରହିବାରୁ ଅଶାନ୍ତ ରହିଛି ବଙ୍ଗୋପସାଗରରେ। ସେପଟେ ରାଜ୍ୟରେ ଏଯାଏଁ 332 ମିମି ବର୍ଷା ରେକର୍ଡ ହୋଇଛି ବେଳେ ସ୍ୱାଭାବିକ ବର୍ଷା ପରିମାଣ 417 ମିମି ତୁଳନାରେ ଏହା 20% କମ୍। ଗୋଟିଏ ଜିଲ୍ଲା ମାଲକାନଗିରିରେ ଅଧିକ ବୃଷ୍ଟିପାତ ହେବା ବେଳେ 12ଟି ଜିଲ୍ଲାରେ ସ୍ୱାଭାବିକ ଓ 17 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇ ପୁରୀ ଦକ୍ଷିଣ ପଶ୍ଚିମରେ 40 କିମି, ଗୋପାଳପୁର ପୂର୍ବ ଉତ୍ତର-ପୂର୍ବ ଦିଗ ଚିଲିକା ହ୍ରଦ ନିକଟରେ ସ୍ଥଳଭାଗ ଛୁଇଁଛି। ଏହା କ୍ରମଶଃ ଓଡ଼ିଶାର ଉତ୍ତର ପଶ୍ଚିମ ଓ ଛତିଶଗଡ଼ ଆଡ଼କୁ ଗତି କରିବା ସହ ଦୁର୍ବଳ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ 23 ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। 21 ତାରିଖ ରବିବାର ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ 200 ମିମି ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ 50ରୁ 65 କିମି ରହିବ। ଏଣୁ ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ କନ୍ଧମାଳ, କଟକ, ବରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ 23 ତାରିଖ ବେଳକୁ ଉତ୍ତର ଓଡ଼ିଶା, ଝାରଖଣ୍ଡ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏଣୁ ଉତ୍ତର ଓଡ଼ିଶା ବର୍ଷା ଆଶଙ୍କା ରହିଛି। ରାଜ୍ୟରେ ସକ୍ରିୟ ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆଜି ସକାଳ 8:30ଟା ସୁଦ୍ଧା ମାଲକାନଗିରି ଜିଲ୍ଲାରେ ସର୍ବାଧିକ 220 ମିମି ବର୍ଷା ହୋଇଛି। ଫଳରେ ରାସ୍ତା ଓ କେତେକ ପୋଲ ଉପରେ ପାଣି ଚାଲୁଥିବାରୁ ଏଠାରେ ଏକାଧିକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।